ସାର୍ ଆପଣ କହୁଥିଲେ। ମୋ ନାମ ଲମ୍ବୋଦର ସିଂ, ସରପଞ୍ଚ ବାଉଁଶିଲା ଗ୍ରାମ ପଞ୍ଚାୟତ। ଆଚ୍ଛା, ଆଜି କେଉଁ ଗ୍ରାମରେ ଡାକରା ହେବା ପାଇଁ ଆଜି ପ୍ରତ୍ୟେକ ଗ୍ରାମବାସୀ ଉପସ୍ଥିତ ଅଛନ୍ତି ପଞ୍ଚାୟତ ଅଫିସଠାରେ। ଆଉ ଏ ବିଷୟରେ କିଛି କୁହନ୍ତୁ। ଦେଖନ୍ତୁ, ଆଜି ପୂର୍ବ ନିର୍ଦ୍ଧାରିତ ତାରିଖ ସମୟ ଅନୁଯାୟୀ ଆମର ପଞ୍ଚାୟତର ଯେତିକି ସମ୍ପତ୍ତି, ହାଟ ଘାଟ, ପୋଖରୀ, ଖାଳ ଆଉ ଖୁଆଡ଼ ଆଉ ଯେତେ ସବୁ ପଞ୍ଚାୟତର ସମ୍ପତ୍ତି ଅଛି ତାହା ନିଲାମ ହେବା ନିମନ୍ତେ ଆଜି ସ୍ଥିରୀକୃତ ହୋଇଅଛି। ଆଉ ଏହି ନିଲାମ କାର୍ଯ୍ୟ ଚାଲିଛି ଶାନ୍ତି ଶୃଙ୍ଖଳା ଭାବରେ। ଆମ ଗ୍ରାମବାସୀମାନଙ୍କର ଆମର ଏଠି ବାଉଁଶିଲା ପଞ୍ଚାୟତରେ ଦୁଇଟା ରାଜସ୍ୱ ଗ୍ରାମ, ଆଉ ଦୁଇଟା ରାଜସ୍ୱ ଗ୍ରାମ ମଧ୍ୟରୁ ପ୍ରାୟ ପଞ୍ଚାୟତର ସମସ୍ତ ବ୍ୟକ୍ତିମାନେ ଆସି ଆମର ଏହି ନିଲାମ ମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ କିଛି ଗୁଡ଼ାକ ଡାକ ହୋଇପାରିଛି, ଆଉ କିଛି ଡାକ ହୋଇପାରି ନାହିଁ। ଆଉ ତେଣୁ ଆମର ସେଥିରେ ବହୁତ କ୍ଷତି ସହିବାକୁ ପଡ଼ୁଛି ପଞ୍ଚାୟତର ରାଜସ୍ୱ ହାନି ଯୋଗୁଁ। ତେଣୁ ଏଇଭଳିଆ ଚାଲିଛି। ଆଉ ଆଜ୍ଞା, ସମସ୍ୟା କ'ଣ? ଯେଉଁ ଡାକ ନ ହେବାର ଡାକ ନ ହେବାର କାରଣ କ'ଣ? ତା'ର ମୁଖ୍ୟ କାରଣ ହେଲା ଆମର এই ପଞ୍ଚାୟତଟି ସାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଆମର ବାଉଁଶିଲା ପଞ୍ଚାୟତ ପୋଡ଼ାସ୍ତିଆ ରାଜସ୍ୱ ଗ୍ରାମ, ଯାହାକି ଆପଣଙ୍କର ବାରିପଦା ସହର ସହିତ ସଂଲଗ୍ନ ଏବଂ ସେଠାରେ ଏକ ନୂତନ ବୁଢ଼ାବଳଙ୍ଗ ନଦୀର ଇଏରେ ନୂତନ ପୋଲ ଯେଉଁ ସମ୍ପ୍ରସାରଣ ହେଲା, ତା ଫଳରେ ସେଠି ପୂର୍ବରୁ ଗୋଟେ ହାଟ ଥିଲା ଏବଂ ପର୍ଯ୍ୟାପ୍ତ ପରିମାଣରେ ଆମର ରାଜସ୍ୱ ଆସୁଥିଲା। 3 ବର୍ଷ ହେଲା ଆମର ଡାକ ହୋଇପାରୁନାହିଁ। ପୂର୍ବ ନିର୍ଦ୍ଧାରିତ ଯେଉଁ ସରକାରୀ ମୂଲ୍ୟ ଥିଲା ନିଲାମ ନିମନ୍ତେ, ଆଉ ସେଥିପାଇଁ ଆଉ ମାନେ ହାଟ ଭାଙ୍ଗିଯିବା ଦ୍ୱାରା ଆଉ ହାଟ ସ୍ଥାନ ନଥିବାରୁ ଆଉ ଅଳ୍ପ ଯେଉଁ ମାନେ ବେପାରୀମାନେ ବସୁଛନ୍ତି, ବ୍ୟବସାୟୀମାନେ ବସୁଛନ୍ତି, ଆଉ ତାହା ଯେଉଁ ମାତ୍ରାଧିକ ଯେଉଁ ଟଙ୍କା ଦୃଷ୍ଟିରୁ କେହି ଡାକିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏବଂ ଆଜି ମଧ୍ୟ ଆମେ ସମସ୍ତେ ଆମର ପଞ୍ଚାୟତବାସୀ ଆମେ ଆଜି ଆଲୋଚନା କଲୁ ଯେ ପରବର୍ତ୍ତୀ ସମୟରେ ଉପଜିଲ୍ଲାପାଳଙ୍କ ସହିତ ବସି ଆଉ ଏହାର ଯେଉଁ ନିଲାମର ଡାକ ଯେଉଁ ମାତ୍ରାଧିକ ଅଛି ତାହା କେମିତି